ତାହା ଆମେ ଏହି ସମୟରେ ଗ୍ରହଣ କରିବା। ମୁଁ ଏହି ସମୟ ତାଙ୍କ ହସ୍ତରେ ଦଉଅଛି, ସେ ଆଗେଇ ନେବି। Thank ପ୍ରେଜ you. ଦ ଲର୍ଡ। Praise the Lord. ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ ଦଉଛି। ପ୍ରଭୁ ସୁନ୍ଦର ସୁଯୋଗ ଦେଇଛନ୍ତି ଆଜି ଆପଣ ମାନଙ୍କ ସହିତ ପ୍ରଭୁଙ୍କର ସହଭାଗିତା ପାଇବା ପାଇଁ। ସେଥିପାଇଁ ପ୍ରଭୁଙ୍କର ଗୌରବ କରୁଅଛି। ତା ସହିତ ଆମର TFH ଅନଲାଇନ ଆସେମ୍ବଲିର ପ୍ରତ୍ୟେକ କାର୍ଯ୍ୟକାରୀଙ୍କ ନିକଟରେ ଧନ୍ୟବାଦ ଦି ସେମାନେ ମତେ ସୁନ୍ଦର ସୁଯୋଗ ଦେଇଥିବାରୁ। ବିଶେଷ ଭାବରେ ଦାନିଏଲ ନାଗ ଭାଇଙ୍କୁ ବି ଧନ୍ୟବାଦ ଦେବି। ସେ ମତେ ଆପଣଙ୍କ ସହିତ ପରିଚିତ କରେଇଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆପଣ ଯେତେ ଜଣ ଆଜି ଏହି ସ୍ଥାନରେ ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଏ। ତେବେ ଆମେ ଅତି ଗୁରୁତ୍ୱପୂର୍ଣ୍ଣ ସମୟରେ ଅଛୁ। ଆଜି ସକାଳେ ଆମେ ଗୋଟେ ବିଷୟ ଚିନ୍ତା କରିବା, ଯୋଉଟା କି ଆମେ ସମସ୍ତେ ପାଇବା ଗଣନା ତାର 14 ପର୍ବ 8 ପଦ। ଗଣନା 14 ପର୍ବ 8 ପଦ। ସେ ସ୍ଥାନରେ ଏପରି ଲେଖା ଯାଉଛି, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ଠାରେ ସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦେବେ। ସେହି ଦେଶ ଦୁଗ୍ଧ ମଧୁ ପ୍ରବାହୀ ଅଟେ। ତ ଏଇ ସ୍ଥାନରେ ଆମେ ଗୋଟେ ବିଷୟ ଦେଖୁଛୁ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ଠାରେ ସନ୍ତୁଷ୍ଟ ହୁଅନ୍ତି ତେବେ ବୋଲିକା। ଏଇଠି ଗୋଟେ କଣ୍ଡିସନ, ଯେବେ ଆଉ ତେବେ। ଏମିତି ନୁହଁ ଯେ ଆମେ ଯେମିତି ଭାବରେ ବି ଜୀବନ କାଟିବୁ ଆଉ ପ୍ରଭୁ ଆମକୁ ସେହି ଦେଶକୁ ନେଇଯିବେ, ସେଇଟା କୁହାଯାଉନି। ତ ଆମର ସବୁବେଳେ ଲାଇଫଷ୍ଟାଇଲ ଏମିତି ହବା ଆବଶ୍ୟକ ଯେ ପ୍ରଭୁଙ୍କୁ ସନ୍ତୋଷ କଲା ଭରି ଆମର ଜୀବନ ଯେତେବେଳେ ରହିବ ଏ ଜଗତରେ, ସେତେବେଳେ ପ୍ରଭୁ ଆମକୁ ସେଇ ଦେଶକୁ ସେ ନେଇଯିବେ। ଏଇଠି ଇସ୍ରାଏଲ ଦେଶ କଥା ଯଦି ବା କୁହାଯାଉଛି, ତଥାପି ଆମେ ନୂତନ ପୃଥିବୀର ନୂତନ ଆକାଶ ମଣ୍ଡଳର ବିଶ୍ୱାସିନୀ ଭାବରେ ଆମ ପାଇଁକା ଦେଶ କୋଉଟା? ଆମ ପାଇଁ ଦେଶ ହଉଛି ସେଇ ସ୍ୱର୍ଗ ରାଜ୍ୟ, ଯାହାକି ପ୍ରଭୁ ଆମ ପାଇଁକା ପ୍ରସ୍ତୁତ କରିକି ରଖିଛନ୍ତି। ଆଉ ସେଇ ଦେଶ ପାଇବା ପାଇଁକା ହେଲେ ଆମକୁ କଣ କରିବାକୁ ପଡିବ ନା, ପ୍ରଭୁଙ୍କର ଯାହା ସନ୍ତୋଷଜନକ ବିଷୟ ତାହା ଯେମିତି ଆମେ କରିବା। ଫଳରେ ପ୍ରଭୁ ଆମକୁ ଯୋଉ ଦେଶ ପାଇଁ ଆମେ ମାନେ ଆଶା ରଖିଛୁ, ଯୋଉ ଦେଶ ପାଇଁ ପ୍ରସ୍ତୁତ ହଉଛୁ, ଯୋଉ ଦେଶ ଆମର ଲକ୍ଷ୍ୟ ରହିଛି, ସେଇ ଦେଶରେ ପ୍ରଭୁ କଣ କରିବେ? ଆମକୁ ପହଞ୍ଚେଇବେ। ସେଥିପାଇଁ ଏଫିସିରେ କହିଲା ବେଳକୁ ପାଉଲ କହୁଛନ୍ତି, ଏଫିସି ତାର 5 ପର୍ବ 10 ପଦରେ, ପ୍ରଭୁଙ୍କର କଣ ସନ୍ତୋଷଜନକ ତାହା ଅନୁସନ୍ଧାନ କର। ପ୍ରଭୁଙ୍କର କଣ ସନ୍ତୋଷଜନକ ତାହା ଅନୁସନ୍ଧାନ କର। ଆଜି ମନୁଷ୍ୟର କହିବା ବା ବିଶ୍ୱାସୀ ମାନଙ୍କର କଣ, ଯେ ଆମକୁ କଣ ସନ୍ତୋଷ ଲାଗୁଛି, ସେଇ ବିଷୟକୁ ଆମେ ଖୋଜି ଖୋଜିକି ଆମର ଲାଇଫ କଣ ହଉଛି ନା ସରିଯାଉଛି। ଆମେ ପ୍ରଭୁଙ୍କର କଣ ସନ୍ତୋଷଜନକ ଏପର୍ଯ୍ୟନ୍ତ ଆମେ ବୁଝି ପାରୁନାହୁଁ। କିନ୍ତୁ ସମସ୍ତ ବିଷୟ ଆମକୁ ଶୃଙ୍ଖଳିତ କରିବା ପାଇଁକା, ସମସ୍ତ ବିଷୟ ଆମକୁ ପ୍ରଭୁଙ୍କ ପଥରେ କଢେଇବା ପାଇଁକା, ସମସ୍ତ ବିଷୟ ଆମକୁ ସେଇ ରାଜ୍ୟର ଅଧିକାରୀ କରିବା ପାଇଁ ଏଇ ବାକ୍ୟରେ ହିଁ ପ୍ରଭୁ ଆମ ପାଇଁକା ହିଁ ରଖିଦେଇଛନ୍ତି। ତେବେ ପ୍ରଭୁଙ୍କର କଣ ସନ୍ତୋଷଜନକ ତାହା ଆମ୍ଭେମାନେ ଏଇ ବାକ୍ୟରେ ହିଁ ପାଇବା। ତେବେ ଚାଲନ୍ତୁ ପ୍ରଥମ ବିଷୟ ଆମେ ଦେଖିବା, ବିଶ୍ୱାସ ଦ୍ୱାରା ଆମେ ପ୍ରଭୁଙ୍କର ସନ୍ତୋଷ ପାତ୍ର ପାତ୍ରୀ ଆମେ ହେଇପାରିବା, ଯୋଉଟା କି ଏବ୍ରି ତାର 11 ପର୍ବ 6 ପଦରେ ଆମେ ମାନେ ଦେଖିବାକୁ ପାଇବୁ। ଏବ୍ରି 11 ପର୍ବ 6 ପଦ, ଯଦି କେହି ପାଇଲେ ପାଠ କରିଦଉଥିବେ। ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯିଏ ଅଛନ୍ତି ଆଉ ସିଏ ବି ତାହାଙ୍କ ଅନ୍ୱେଷଣକାରୀ ମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ସାମ୍କୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। ଆମେନ୍। ତ ଏଇଠି ଆମେ ଦେଖୁଛୁ, ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ। ଆମକୁ ବିନା ବିଶ୍ୱାସରେ ଆମେ ପ୍ରଭୁଙ୍କର ସନ୍ତୋଷ ପାତ୍ର ଆମେ ହେଇପାରିବା ନାହିଁ। ଆଉ ପ୍ରଭୁ ଯେ ଅଛନ୍ତି, ଆଉ ଈଶ୍ୱର ଯେ ଅଛନ୍ତି, ଆଉ ତାହାଙ୍କ ତାହାଙ୍କ ଅନ୍ୱେଷଣକାରୀ ମାନଙ୍କର ପୁରସ୍କାର ଦାତା, ଏଇଟା ଯୋଉମାନେ ତାଙ୍କ ନିକଟକୁ ଆସନ୍ତି ସେଇ ଲୋକର ବିଶ୍ୱାସ କରିବା ଆବଶ୍ୟକ ରହିଛି। ତେବେ
ଆମେ ବିଶ୍ୱାସ ଗୋଟେ ଖ୍ରୀଷ୍ଟୀୟ ଜୀବନ ଆରମ୍ଭ ହେଇଥାଏ ବିଶ୍ୱାସରେ। ବିନା ବିଶ୍ୱାସରେ ଆମେ କଣ କରିପାରିବୁନି? ପ୍ରଭୁଙ୍କର ସନ୍ତୋଷ ପାତ୍ରୀ ଆମେ ମାନେ ହେଇପାରିବୁ ନାହିଁ। ପ୍ରଭୁଙ୍କ ଠାରେ ବିଶ୍ୱାସ ପ୍ରଥମ ବିଷୟ। ପ୍ରଭୁଙ୍କ ଠାରେ ଆମକୁ ବିଶ୍ୱାସ କରିବାକୁ ପଡିବ। ସେ ବିଶ୍ୱାସ ଗୋଟେ ବଡ ବିଷୟ। ତେବେ ବିଶ୍ୱାସରେ ପ୍ରଥମ କଣ ରହିବା ଆବଶ୍ୟକ? କର୍ମ ରହିବା ଆବଶ୍ୟକ। କାହିଁକି? ଯାକୁବ ବହୁତ କ୍ଲିୟରଲି ଲେଖୁଛନ୍ତି ଯାକୁବ 2:26 ଆତ୍ମା ବିନା ଶରୀର ଯେମିତି ମୃତ, ସେମିତି କର୍ମ ବିନା ବିଶ୍ୱାସ କଣ ଅଟେ? ମୃତ। ଅନେକ କହନ୍ତି ମୁଁ ବିଶ୍ୱାସ କରେ, କିନ୍ତୁ ସେ ବିଶ୍ୱାସରେ କର୍ମ ନଥାଏ, ଅର୍ଥାତ୍ ତାହା ମୃତ ବିଶ୍ୱାସ। ଯୋଉ ବିଶ୍ୱାସରେ କର୍ମ ନଥାଏ ସେ ବିଶ୍ୱାସ କଣ ଅଟେ? ନା ମୃତ ବିଶ୍ୱାସ ଅଟେ, ଯାହାକି ଆମେ ପରେ ଦେଖୁଥିବା ଯାକୁବ ତାର 2 ପର୍ବରେ ଲେଖାଯାଉଛି 2:19 18-19 ଲେଖାଯାଉଛି। ତେଣୁକରି ଆମକୁ ଯଦି କର୍ମ ନାହିଁ ତାହେଲେ ତାହା ମୃତ ବିଶ୍ୱାସ ଅଟେ। ତେବେ ଆଜି ଯେତେବେଳେ ଆମେ ଜୀବିତ, ଆମର ବିଶ୍ୱାସ ମଧ୍ୟ ଜୀବିତ ହେବା ଆବଶ୍ୟକ। ସେଇ ଜୀବିତ ବିଶ୍ୱାସ ପାଇଁକା ଆମକୁ କଣ କରିବା ଆବଶ୍ୟକ? ପ୍ରଥମ ବିଷୟ, ଯେତେବେଳେ ଆମେ ପ୍ରଭୁଙ୍କୁ ବିଶ୍ୱାସ କଲୁ ମନ ପରିବର୍ତ୍ତନର ଆବଶ୍ୟକ ରହିଛି। ପ୍ରେରିତ ତାର 20 ପର୍ବ 21 ପଦ। ପଢିବା ପ୍ରେରିତ 20 ପର୍ବ 21 ପଦ। ଶିକ୍ଷା ଦେବାକୁ ସଂକୁଚିତ ନ ହୋଇ ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ, ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ପ୍ରତି ବିଶ୍ୱାସ ବିଷୟରେ ଜିହୁଦୀ ଓ ଗ୍ରୀକ ମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲି, ତାହା ତୁମ୍ଭେମାନେ ଜାଣ। ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ, ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ପ୍ରତି ବିଶ୍ୱାସ। ପ୍ରଥମ କାର୍ଯ୍ୟ ଆମର ଜୀବନରେ ରହିବ ମନ ପରିବର୍ତ୍ତନ, ତାପରେ ପାପ ସ୍ୱୀକାର, ତାପରେ ବାପ୍ତିସ୍ମ, ତାପରେ ଆମକୁ ଜଗତରେ ଗୋଟେ ପୃଥକୀକୃତ ଜୀବନ କାଟିବାର ଆବଶ୍ୟକ ରହିଛି। ଏଇ ସମସ୍ତ ହେଉଛି ମନ ପରିବର୍ତ୍ତନ, ବିଶ୍ୱାସର ଏଇ ସମସ୍ତ କାର୍ଯ୍ୟ। ତେଣୁକରି ଆମେ ଯେତେବେଳେ ବିଶ୍ୱାସ ପ୍ରଭୁଙ୍କ ନିକଟକୁ ଆସିଛୁ, ଆମ ଜୀବନ ଏଇ ବେସିକ ଜିନିଷ ଗୁଡ଼ିକ ନିହାତି ରହିବା ଆବଶ୍ୟକ। ଫଳରେ ଆମେ ପ୍ରଭୁଙ୍କର ସନ୍ତୋଷ ପାତ୍ର ହେଇପାରିବା। ଏଇଟା ହଉଛି ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ଆମେ ଦେଖିବା, ଯୋଉମାନେ ପ୍ରଭୁଙ୍କୁ ଭୟ କରନ୍ତି ପ୍ରଭୁ ସେମାନଙ୍କ ଠାରେ ସନ୍ତୋଷ ପାଆନ୍ତି। ଗୀତ ସଂହିତା 147 147:11। 147:11। ସଦାପ୍ରଭୁ ଆପଣା ଭୟକାରୀ ମାନଙ୍କ ଠାରେ ଓ ତାହାଙ୍କ ଦୟାରେ ଭରସାକାରୀ ମାନଙ୍କ ଠାରେ ତୁଷ୍ଟ ଅଟନ୍ତି। ଏଇଠି ଆମେ ଦେଖୁଛୁ ସଦାପ୍ରଭୁ କୋଉମାନଙ୍କ ଠାରେ? ଯୋଉମାନେ ପ୍ରଭୁଙ୍କୁ ଭୟ କରନ୍ତି ଆଉ ଯୋଉମାନେ ତାହାଙ୍କ ଦୟାରେ ସନ୍ତୁଷ୍ଟ ହୁଅନ୍ତି। ଏଇ ଭୟକାରୀ ମାନେ ହିଁ ପ୍ରଭୁଙ୍କ ଦୟାରେ ସନ୍ତୁଷ୍ଟ ଅଟନ୍ତି। ତେବେ ଯୋଉମାନେ ପ୍ରଭୁ ଭୟକାରୀ ହେବେ ସେମାନେ ପ୍ରଭୁଙ୍କୁ କଣ କରିପାରିବେ? ନା ସନ୍ତୋଷ କରିପାରିବେ। ପ୍ରଭୁ ଭୟ କହିଲେ କଣ? ନା ଆମେ ଯଦି ଦେଖିବା ହିତୋପଦେଶ ତାର 8 ପର୍ବ, ସେଠି ଲେଖାଯାଉଛି ହିତୋପଦେଶ 8 ପର୍ବର 13 ପଦ। ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା। ପ୍ରଭୁଙ୍କ ବିଷୟକ ଭୟ ହଉଛି କଣ? ମନ୍ଦ ବିଷୟକୁ ଆମେ କଣ କରିବା ଆବଶ୍ୟକ? ଘୃଣା କରିବା ଆବଶ୍ୟକ। ଆହୁରି ଯଦି ସେଇ ହିତୋପଦେଶ 16:6 ଆମେ ଦେଖିବା, ସେଠି ଲେଖାଯାଉଛି ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ ହୁଅଇ, ପୁଣି ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି। ଏ ସ୍ଥାନରେ ଆମେ ଦେଖୁଛୁ ପ୍ରଭୁ ବିଷୟକ ଭୟ ହେଲା ମନ୍ଦତାକୁ ଆମେ ଘୃଣା କରିବା। ଆଉ କଣ? ପ୍ରଭୁ ବିଷୟକ ଭୟ ଦ୍ୱାରା ଆମେ କୁକ୍ରିୟା, ଯୋଉଟା ଖରାପ ଆମେ ଜାଣୁଛୁ, ସେଇଟାକୁ ଆମେ କଣ କରିବା? ନା ତ୍ୟାଗ କରନ୍ତି, ତ୍ୟାଗ କରିବା। ତେଣୁକରି ଏଇ ଯୋଉ ଗୁଣ, ଏଇ ଯୋଉ ସ୍ୱଭାବ ହେତୁ ପ୍ରଭୁ କଣ କରନ୍ତି? ତାଙ୍କର ଭୟକାରୀ ମାନଙ୍କ ଠାରେ ପ୍ରଭୁ ସନ୍ତୋଷ
ପାଆନ୍ତି। ଆମେ ଜାଣୁ ଆମେ ପ୍ରଭୁଙ୍କୁ ପ୍ରେମ କରୁ ବୋଲି ଆମେ ଦାବି କରୁ, ପ୍ରଭୁଙ୍କୁ ପ୍ରେମ କରୁ ବୋଲି ଆମେ କଥାରେ ବି କହୁ, କାର୍ଯ୍ୟରେ ବି ପ୍ରକାଶ କରିଥାଉ। କିନ୍ତୁ ଯେତେବେଳେ ଆମେ ଦେଖୁଛୁ ନୂତନ ଜେରୁସାଲମରେ ସେଇଠି କୋଉମାନଙ୍କର ସ୍ଥାନ ଆମେ ଦେଖୁଛୁ ନା ପ୍ରଭୁଙ୍କର ଭୟକାରୀ ମାନେ ହିଁ ସେଇଠି ସ୍ଥାନ, ପ୍ରେମକାରୀ ବିଶ୍ୱାସକାରୀ ଅପେକ୍ଷା ପ୍ରଭୁଙ୍କର ଭୟକାରୀ ମାନଙ୍କର ନାମ ସେଠି ଲେଖା ଯାଉଛି। ଯଦି ଆମେ ପ୍ରକାଶିତ ତାର 19:5 ଦେଖିବା, ସେଠି ଲେଖା ଯାଉଛି, ସେତେବେଳେ ସିଂହାସନ ଠାରୁ ଗୋଟିଏ ଶବ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ୱରଙ୍କ ଦାସ ସମସ୍ତେ, ହେ ତାହାଙ୍କର ଭୟକାରୀ, କ୍ଷୁଦ୍ର ଓ ମହାନ ଲୋକ ସମସ୍ତେ ତାହାଙ୍କର ପ୍ରଶଂସା କର। ଏଠି ସୁନ୍ଦର ଭାବରେ ଲେଖା ଯାଉଛି ତାହାଙ୍କର ଭୟକାରୀ, କ୍ଷୁଦ୍ର ଓ ମହାନ ଲୋକ ସମସ୍ତେ। ତେଣୁକରି ପ୍ରଭୁ ଭୟକାରୀ ଠାରେ ପ୍ରଭୁ ସନ୍ତୋଷ ପାଆନ୍ତି, ଆଉ ସେଇମାନଙ୍କର ନାମ ମଧ୍ୟ ଜୀବନ ପୁସ୍ତକରେ, ଯୋଉମାନେ ପ୍ରଭୁ ଭୟକାରୀ, ବିକଜ ସେମାନେ ମନ୍ଦତାକୁ ସେମାନେ ଘୃଣା କରନ୍ତି, ସେମାନେ କୁକ୍ରିୟାକୁ ସେମାନେ କଣ କରନ୍ତି ନା ତ୍ୟାଗ କରନ୍ତି। ସେଥିପାଇଁକା ପ୍ରଭୁ ପ୍ରସନ୍ନ ହୁଅନ୍ତି, ପ୍ରଭୁ ସନ୍ତୋଷ ପାଆନ୍ତି। ସେଇମାନଙ୍କ ପାଇଁକା ପ୍ରଭୁ ସେଇ ରାଜ୍ୟ ପ୍ରସ୍ତୁତ କରି ରଖିଛନ୍ତି, ଆଉ ସେଇ ରାଜ୍ୟ ପାଇଁକା ମଧ୍ୟ ପ୍ରଭୁ ପ୍ରସ୍ତୁତ କରଉଛନ୍ତି। ଏଇଟା ହଉଛି ଦ୍ୱିତୀୟ ବିଷୟ। ତେବେ ତୃତୀୟ ବିଷୟ ଆମେ ଦେଖିବା ଆଉ କଣ ନା, ଯୋଉମାନେ ପ୍ରଭୁଙ୍କର ରବ ଶ୍ରବଣ କରନ୍ତି ପ୍ରଭୁ ସେଇମାନଙ୍କ ଠାରେ ସନ୍ତୋଷ ପାଆନ୍ତି। ଅନେକ ଆମେ ପ୍ରଭୁଙ୍କର ରବକୁ ଆମେ ଅବହେଳା ନ କରିକି ଆମେ ପ୍ରଭୁଙ୍କର ପ୍ରଭୁ ଯାହା କହନ୍ତି ତାହାକୁ ଆମକୁ ପାଳନ କରିବାର ଅଛି। କିନ୍ତୁ ସେଦିନ ଆମେ ଯେତେବେଳେ ଦେଖୁଛୁ ଇସ୍ରାଏଲର ପ୍ରଥମ ରାଜା ସାଉଲ, ପ୍ରଭୁ ତାଙ୍କୁ ଯାହା କହିଛନ୍ତି ସେ ସେଇଟା କଣ କରୁଛନ୍ତି, ମାନି ପାରୁନାହାନ୍ତି। ଅବାଧ୍ୟତା ତାଙ୍କ ଜୀବନରେ ଆସିଯାଉଛି। ଯେତେବେଳେ ଅବାଧ୍ୟତା ଆସିଯାଉଛି ସେତେବେଳେ କଣ ହଉଛି ନା ସେ ରାଜ୍ୟ ତାଙ୍କ ଠାରୁ ପଳେଇ ଯାଉ। ପ୍ରଭୁ କହୁଛନ୍ତି ତମେ ଅମାଲେକୀୟ ମାନଙ୍କର ସମସ୍ତଙ୍କୁ ବଧ କରିବ, ବଡ ଠାରୁ ସାନ ପର୍ଯ୍ୟନ୍ତ ସମସ୍ତଙ୍କୁ ବଧ କରିବ। କିନ୍ତୁ ସେ ଭଲ ଭଲ ପଶୁକୁ, ରାଜାକୁ, ସେମାନଙ୍କୁ କଣ କରୁଛନ୍ତି, ସେ ଛାଡି ଦଉଛନ୍ତି। ତେଣୁକରି ପ୍ରଭୁଙ୍କର ରବ ଶୁଣିବା ଅର୍ଥ କଣ? ପ୍ରଭୁଙ୍କର ବାକ୍ୟର ବାଧ୍ୟ ହେବା, ଏଇଟା ରେ ପ୍ରଭୁ ସନ୍ତୋଷ ପାଆନ୍ତି। ଆମେ କେତେ ଦେଲୁ, ସେଦିନ ସାଉଲ ଆଣୁଛନ୍ତି ଆଉ କହୁଛନ୍ତି ମୁଁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଁ ବଳି ଦେବି ବୋଲିକା। ଆମେ କେତେ ଦେଲୁ, ଆମେ କେତେ କହିଲୁ, ଆମେ କେତେ କାର୍ଯ୍ୟ କଲୁ, ସେଇଟା ବଡ ବିଷୟ ନୁହଁ। ପ୍ରଭୁଙ୍କ ଦୃଷ୍ଟିରେ ବଡ ବିଷୟ ହଉଛି ପ୍ରଭୁଙ୍କର କେତେ ଆମେ ବାକ୍ୟକୁ ପାଳନ କଲୁ। ଆମ ଜୀବନରେ ଆମେ ପ୍ରଭୁଙ୍କର ବାକ୍ୟକୁ କେତେ ଗୁରୁତ୍ୱ ଦଉଛୁ, ସେଇଟା ବଡ ବିଷୟ। ଆଜି ଆମର କାର୍ଯ୍ୟ ପ୍ରଭୁଙ୍କ ପାଇଁ ହିଁ ଆମେ କାର୍ଯ୍ୟ କରୁଛୁ, ନୋ ଡାଉଟ। କିନ୍ତୁ କାର୍ଯ୍ୟ କରିବା ଠାରୁ ପ୍ରଭୁଙ୍କର ବେଶୀ ସନ୍ତୋଷ ଯେତେବେଳେ ଆମେ ତାଙ୍କର ରବ ଶୁଣୁ, ସେଇଟା ହିଁ ହଉଛି ପ୍ରଭୁଙ୍କ ପାଇଁ ବେଶୀ ସନ୍ତୋଷଜନକ। ତେଣୁକରି ଆମେ ସବୁବେଳେ ପ୍ରଭୁଙ୍କର ରବ ଶୁଣିବା ପାଇଁ ଯତ୍ନବାନ ହେବା ଆବଶ୍ୟକ ରହିଛି। ପ୍ରଥମ ସାମୁଏଲ ପଢିବା, ତାର 15 ପର୍ବ 22 ପଦ। ପ୍ରଥମ ସାମୁଏଲ 15:22। ତହିଁରେ ସାମୁଏଲ କହିଲେ, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ ସେପରିକି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ। ଦେଖ, ଶୁଣିବା ବଳିଦାନ ଠାରୁ ଓ ମନୋଯୋଗୀ ହେବା ମେଦ ଠାରୁ ଉତ୍ତମ। ଶୁଣିବା ହଉଛି କଣ, ବଳିଦାନ ଠାରୁ ହଉଛି ଉତ୍ତମ। ଆମେ କଣ ଦେଲୁ, କେତେ ଦେଲୁ, ସେଇଟା ବଡ ବିଷୟ ନାହିଁ। କିନ୍ତୁ ଶୁଣିବା, ପ୍ରଭୁଙ୍କର ବାକ୍ୟ ଶୁଣିବା ଆଉ ସେଇଟାରେ ମନୋଯୋଗୀ ହେବା, ସେଇଟା ହଉଛି କଣ ନା ଉତ୍ତମ ବିଷୟ। ଏଇଥିରେ ହିଁ ପ୍ରଭୁଙ୍କର ସନ୍ତୋଷ ରହିଛି। ଏଇଟା ହେଲା ଆମ ପାଇଁ ତୃତୀୟ ବିଷୟ। ଚତୁର୍ଥ ବିଷୟକୁ ଆମେ ଯିବା, 2 ତିମୋଥୀ ତାର 2 ପର୍ବ 4 ପଦ। 2 ତିମୋଥୀ 2 ପର୍ବ 4 ପଦ। କୌଣସି ଲୋକ ସୈନ୍ୟ କାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟ ପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରିପାରେ। ଆମେନ୍। ଏଠି ଗୋଟେ ଆମେ ଯୋଉ ଦେଖୁଛୁ, କୌଣସି ଲୋକ ସୈନ୍ୟ କାର୍ଯ୍ୟ କରି ସଂସାରରେ ଅନ୍ୟ କାର୍ଯ୍ୟରେ ନିଜକୁ ମାନେ ଏଇଠି ଆମେ ସୈନିକର ଗୋଟେ ଗୁଣକୁ ବା ମାନେ ସବୁଠାରୁ ଗୋଟେ ଭିନ୍ନତାକୁ ଆମେ ଦେଖି ପାରୁଛୁ।
ତ ଏଇଠି ସୈନିକ କଥା ଲେଖାଯିବାର ଅର୍ଥ ହଉଛି ଆମେ ମାନେ ହଉଛୁ ପ୍ରଭୁଙ୍କର ଜଣେ ଜଣେ ସୈନ୍ୟ ଅଟୁ। ଆମେ ମାନେ ଜାଣିବା ଉଚିତ ଆମେ ମାନେ ହେଉଛୁ ସୈନ୍ୟ। ସେଥିପାଇଁ ବାକ୍ୟରେ ଯେଉଁ ସ୍ଥାନରେ ବି ଯୁଦ୍ଧ ବିଷୟ ଲେଖାଯାଉଛି, ଆମେ ଜାଣୁ ଏଫେସୀ 6ରେ ବି ଲେଖାଯାଉଛି, ବିଭିନ୍ନ ସ୍ଥାନରେ ଯୁଦ୍ଧ ବିଷୟ ଲେଖାଯାଉଛି। ତ ଆମକୁ ଯୁଦ୍ଧ ଆମ ସମ୍ମୁଖରେ ଯୁଦ୍ଧ ରହିଛି। କେତେବେଳେ କୋଉ ସମୟରେ ଆମ ପାଇଁକା ଯୁଦ୍ଧ ବି ହେଇପାରେ। ଗୋଟେ ସୈନିକ ସେ ଯେତେବେଳେ ଗୋଟେ ସୈନିକ କାର୍ଯ୍ୟରେ ଯୋଗ ଦିଏ ସେତେବେଳେ ତାର ଆଉ କୌଣସି ବିଷୟରେ ତାର ଧ୍ୟାନ ନଥାଏ। ଇଭେନ ତା ଫ୍ୟାମିଲି ବିଷୟରେ ବି ତାର ଧ୍ୟାନ ନଥାଏ। ଯେତେ ସମୟ ଯେ ଗୋଟେ ବର୍ଡରରେ ରୁହେ, ଯେତେ ସମୟ ସେ ଗୋଟେ ଯୁଦ୍ଧ କ୍ଷେତ୍ରରେ ଥାଏ, ତା ପାଇଁ ଯୁଦ୍ଧ ଛଡା ଦ୍ୱିତୀୟ ବିଷୟ କିଛି ତା ପାଇଁକା ନଥାଏ। ଠିକ ସେମିତି ଆଜି ଖ୍ରୀଷ୍ଟୀୟ ଜୀବନ ଗୋଟେ ଯୁଦ୍ଧର ଜୀବନ ଅଟେ। 24x7 ଆମକୁ ସବୁବେଳେ ଆଲର୍ଟ ରହିବା ପାଇଁକା ଗୋଟେ ସୈନିକ ଯେମିତି ସବୁବେଳେ ସେ ଆଲର୍ଟ ରହେ। ଯଦି ଆଲର୍ଟ ନ ରହିବ ସେ କଣ ହବ ନା ଶତ୍ରୁର ଶିକାର ହବ। ଆଉ କୌଣସି ସୈନିକ ଚାହିଁବ ନାହିଁ ଯେ ସେ ଶତ୍ରୁର ଶିକାର ହଉ ବୋଲି। ସେଥିପାଇଁ ସେ ସବୁବେଳେ ଅସ୍ତ୍ର ଶସ୍ତ୍ର ଧରିକି ନିଜର ପୋଷାକ ପିନ୍ଧିକି, ମୁଁ ଯେ ଜଣେ ସୈନିକ ପୋଷାକ ପିନ୍ଧିକି ସେ ସବୁବେଳେ କଣ ଥାଏ ନା ପ୍ରସ୍ତୁତ ଥାଏ। ଖ୍ରୀଷ୍ଟୀୟ ଜୀବନ ଠିକ ସେହିପରି ଆମେ ସବୁବେଳେ ପ୍ରସ୍ତୁତ ରହିବାର ଆବଶ୍ୟକ ରହିଛି। ତାର ଅର୍ଥ ଆମେ କଣ ନା ସେପାରେଟେଡ ଫ୍ରମ ୱର୍ଲ୍ଡଲି ଥିଙ୍ଗସ, ସମସ୍ତ ଜାଗତିକ ବିଷୟରୁ ଆମେ ନିଜକୁ ପୃଥକ ରଖିବାର ଆବଶ୍ୟକ ରହିଛି। ଜଗତର ବିଷୟ ପାଇଁ ଆମେ ଚିନ୍ତା ନ କରି ଯୋଦ୍ଧା ହେଇଛୁ। ଆମେ ସବୁବେଳେ ବିଜୟୀ ଜୀବନ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାର ଆବଶ୍ୟକ ରହିଛି। ତ ଆମେ ଟିକେ ଯାତ୍ରା 12:41 ଯେତେବେଳେ ଦେଖିବା ସେ ସ୍ଥାନରେ ଆମେ ଜାଣିବା ଯେ ଆମେ ମାନେ ହଉଛୁ ସୈନିକ ବୋଲିକା। ସେଦିନ ଇସ୍ରାଏଲୀୟ ମାନଙ୍କୁ ପ୍ରଭୁ କହୁଛନ୍ତି ଯେ ସୈନିକ ବୋଲିକା। ତ ଆଜି ଯୋଉମାନେ ଆମେ ଆତ୍ମିକ ଭାବରେ ପ୍ରଭୁଙ୍କର ଲୋକମାନେ ହଉଛୁ, ଆମେ ପ୍ରଭୁଙ୍କର ଜଣେ ସୈନିକ। ଯାତ୍ରା ତାର 12:41 ସେଇ 430 ବର୍ଷ ଶେଷରେ ସେହି ଦିନରେ ସଦାପ୍ରଭୁଙ୍କ ସୈନ୍ୟ ସମୂହ ମିଶରରୁ ବାହାର ହେଲେ। କୋଉମାନେ? ସଦାପ୍ରଭୁଙ୍କର ସୈନ୍ୟ ସମୂହ ମିଶରରୁ ବାହାର ହେଲେ। 51 ବି କୁହାଯାଉଛି ଏହି ପ୍ରକାରେ ସଦାପ୍ରଭୁ ସେହି ଦିନ ସୈନ୍ୟ ଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନ ଗଣକୁ ମିଶର ଦେଶରୁ ବାହାର କରି ଆଣିଲେ। ପ୍ରଭୁଙ୍କର ସୈନ୍ୟ ଆମେ ମାନେ ଅଟୁ। ତେଣୁ କରି ଆମର ସବୁବେଳେ ଲକ୍ଷ୍ୟ, ଆମେ ଗୋଟେ ଯୁଦ୍ଧ କ୍ଷେତ୍ରରେ ଅଛୁ। ଖ୍ରୀଷ୍ଟିଆନ ଜୀବନ ନୁହଁ ଆମେ ଆରାମସେ ଖାଇ ପିଇ ସୁନ୍ଦର ଭାବରେ ଗୋଟେ ଭଲ ଜୀବନ ଗୋଟେ କାଟିବା, ଗୋଟେ ସୁସ୍ଥ ଜୀବନ କାଟିବା। ମୋର ବିଶ୍ୱାସ ପ୍ରଭୁ ମତେ ଯୋଗେଇବେ, ମୋର ବିଶ୍ୱାସ ସେଇଟା ନୁହଁ। ଆମେ ଗୋଟେ ଯୋଦ୍ଧାର ଜୀବନ ଆମେ କାଟିବାର ଆବଶ୍ୟକ ରହିଛି। ପ୍ରାଣପଣ ଆମେ କରିବା, ଯେହେତୁ ଆମ ପାଇଁକା ପ୍ରଭୁ କଣ ରଖିଛନ୍ତି? ସେଇ ଦେଶ ରଖିଛନ୍ତି। ଏତେ ସହଜ ନୁହେଁ। ତେଣୁକରି ଯଦି ଆମେ ଯୋଦ୍ଧା ନ ହେବୁ ତେବେ ସେଇ ମନୋଭାବ ଆମ ମଧ୍ୟରେ ଆସିବ ନାହିଁ। ତେବେ ଆମେ ବିଜୟୀ ହେଇପାରିବୁନି। ଆଉ ସେ ରାଜ୍ୟକୁ ଯିବା ପାଇଁ ଆମେ ନିଜକୁ ପ୍ରସ୍ତୁତ କରିପାରିବୁନି। ତାର ଅର୍ଥ ଆମେ ଗୋଟେ ପୃଥକ ଜୀବନ କାଟିବା ଏଇ ସାଂସାରିକ ବିଷୟରୁ, ଶାରୀରିକ ବିଷୟରୁ। ଯଦି ଆମେ ରୋମୀ ତାର 8 ପର୍ବର 8 ପଦ ଦେଖିବା, ସେଠାରେ ଲେଖାଯାଉଛି ରୋମୀ 8:8 ଯେଉଁମାନେ ଶରୀରର ବଶରେ ଅଛନ୍ତି ସେମାନେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହୋଇପାରନ୍ତି ନାହିଁ। ଏଇ ଶାରୀରିକ ମନା ଲୋକମାନେ, ସାଂସାରିକ ମନା ଲୋକମାନେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହେଇପାରିବେ ନାହିଁ। କାହିଁକି? ଆମେ ସବୁବେଳେ ନିଜକୁ ସନ୍ତୁଷ୍ଟ କରିବା ପାଇଁକା ଆମେ ଇଚ୍ଛା କରିବୁ। ତ ପ୍ରଭୁ ଚାହାନ୍ତି ଆଜି ଆମେ ସବୁ ବିଷୟରୁ ଯେମିତି ଆମେ ୱର୍ଲ୍ଡଲି ଥିଙ୍ଗରୁ ଯେମିତି ଆମେ ପୃଥକ ହେବା, ଫଳରେ ଆମେ ପ୍ରଭୁଙ୍କର ସନ୍ତୋଷ ପାତ୍ର ହେଇପାରିବା। ଯେମିତି ସୈନିକ ତାକୁ ଯିଏ ନିଯୁକ୍ତି ଦିଏ ତାର ଯେମିତି ସନ୍ତୋଷ ପାତ୍ର ହେବା ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ ରଖେ, ଠିକ ସେମିତି ଆମେ ପ୍ରଭୁଙ୍କର ସୈନିକ ଭାବରେ ଆମେ ଜଗତରେ ରହିଛୁ। ଜଗତରେ ଆମେ ବ୍ୟସ୍ତ ହେଇଯିବାନି, ହଜିଯିବାନି, ମଜିଯିବାନି। ସବୁବେଳେ ଜାଗତିକ ବିଷୟ ନେଇକି ଆମ ମନ
ଯେମିତି ବ୍ୟସ୍ତ ନ ହଉ, କିନ୍ତୁ ଆମେ ଆତ୍ମିକ ମନା ହେବାର ଆବଶ୍ୟକ ରହିଛି। କାହିଁକି? ପ୍ରଭୁ ଆମ ପାଇଁ ଆତ୍ମିକ ରାଜ୍ୟ ପ୍ରସ୍ତୁତ କରିକି ରଖିଛନ୍ତି। ତେବେ ଯେବେ ଆମେ ସେଇ ପ୍ରଭୁଙ୍କର ସନ୍ତୋଷ ପାତ୍ର ହେବୁ, ତେବେ ପ୍ରଭୁ ଆମକୁ କଣ କରିବେ? ସେଇ ଦେଶ ଅଧିକାର କରିବାକୁ ଦେବେ। ପ୍ରଥମ ବିଷୟ ଆମକୁ ବିଶ୍ୱାସର ଆବଶ୍ୟକ, ଦ୍ୱିତୀୟ ବିଷୟ ପ୍ରଭୁ ଭୟକାରୀ ହେବା ଆବଶ୍ୟକ, ତୃତୀୟ ବିଷୟ ପ୍ରଭୁଙ୍କର ରବ ଶୁଣିବା ଆବଶ୍ୟକ, ଚତୁର୍ଥ ବିଷୟ ମାନେ ଦେଖିଲୁ ସେପାରେଟ ଲାଇଫ ଆମକୁ କାଟିବାର ରହିଛି। ଜାଗତିକ ମନା ନ ହେଇକି, ଶାରୀରିକ ସାଂସାରିକ ମନା ନ ହେଇକି ଆତ୍ମିକ ମନା ହେବା ଆମକୁ ଆବଶ୍ୟକ ଅଛି। ତାପରେ ପଞ୍ଚମ ବିଷୟ ଯିବି, କଲସି ତାର 1 ପର୍ବ 10 ପଦ। ଯେତେବେଳେ ଆମେ ଫଳ ଫଳୁ, ସେତେବେଳେ ଯାଇକି ପ୍ରଭୁ କଣ କରନ୍ତି ନା ସନ୍ତୋଷ ପାଆନ୍ତି। ଏଇ ପଦଟା ଟିକେ ମୁଁ ହିନ୍ଦୀରେ ପଢିବାକୁ ଇଚ୍ଛା କରିବି, କାହିଁକି ଓଡିଆରେ ଏତେ କ୍ଲିୟର ବୁଝା ଯାଏନି, ବଟ୍ ହିନ୍ଦୀରେ ସେ ताकि ଯିବ। तुम्हारे ଆଜ୍ଞା, ପଢି ଦିଅନ୍ତୁ। म्यूट ऑन करून। ताकि तुम्हारा चाल चलन प्रभु के योग्य हो और वह सब प्रकार से प्रसन्न हो और तुम में हर प्रकार के भले कामों का फल लगे और परमेश्वर की पहचान में बढ़ते जाओ। आमीन। कितने आमीन। सुंदर एटी लिखा जाउची, सब प्रकार से प्रसन्न हो और तुम में हर प्रकार के भले कामों का फल लगे। आमे जेंती भलो फल उत्पन्न करिबु, एटा द्वारा प्रभु कौन होती ना प्रसन्न, प्रभु कौन होती ना संतोष पाई थांती। आउ आमर पहचान, आमर परिचय कौन मिले? आमे प्रभुंकर बोली से उत्तम कर्मर फल जेतेबेले आम पाखरे प्रकाश पाए, सेतेबेले आमे प्रभुंकर बोलिका परिचय देइथौ। आम पिता जेमिति आमे भी सेमिति, आमर कार्य द्वारा ताहा परिप्रकाश पाए, आमे काहार संतान बोली। फलरे आमे जेतेबेले प्रभुंकर कार्य सब आम पाखरे देखा जाए ना, सेतेबेले प्रभु बहुत संतोष पाती। तांको सी जेमिति प्रभु, आमे सेमिति जेतेबेले जीवन काटी पारिबा, सेतेबेले प्रभुंकर आमे संतोष पात्र पात्री आमे माने हेई पारिबा। एटा होची पंचम विषय। षष्ठ विषय आमे माने देखिबा कौन ना ज्ञान मागिबा द्वारा आमे प्रभुंकर संतोष पात्र होइताउ। से दिन आमे देखुचु सलोमन को विषय। सलोमन जेतेबेले राजा होउचंती, सेतेबेले प्रभु तांकु दर्शन, द्वितीय थर जेतेबेले गिबियोने दर्शन दउचंती, प्रभु तांकु कहउचंती कोन मागिबो माग बोली। आ सलोमन किछि न मागिकी प्रभु को कोन मागुचंती? ज्ञान मागुचंती। आ कहउचंती प्रभु मु तो क्षुद्र, मु बाहर जिबार भितरे आसीबार मु जानिनी, आउ मते कोन करंतु ना ज्ञान दियंतु। जेतेबेले से ज्ञान मागुचंती, प्रभु संतोष पाउचंती। टिके पढ़िबा प्रथम राजा तार 3 पर्व 9 पद और 10 पद। प्रभु कहउचंती जे तमे किछि आउ किछि मागिलो, दीर्घायु मागिन, आउ ऐश्वर्य मागिन, कि शत्रुर प्राण मागिन। देखंतु आमे कौन मागिबु से विषय बहुत जरूरी अटे। आउ कौन मागुचो? ज्ञान मागुचो। एथिरे प्रभु बहुत संतोष पाउचंती। प्रथम राजा 3 9 10। ଯେହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣିପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ। କାରଣ ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ? ସଲୋମନ ଯେ ଏହି ବିଷୟ ମାଗିଲେ, ଏହି କଥାରେ ପ୍ରଭୁ ସନ୍ତୁଷ୍ଟ ହେଲେ। आमेन। तो ये आमे देखुचु एई जो कथा मागिले प्रभु किंतु मु जानिनी आमे कोन मागु। सतरे आमको ए जगत रे जेतेबेले आमे रहिचु, आमको ज्ञान रही आवश्यक। अनेक समय आमे घर, अनेक समय अनेक विषय आमे मागु, जॉब मागी थाउ, सुस्थता मागी थाउ, बट सबुठु आवश्यक कोन आम पई? ज्ञान। तो आमको ज्ञान मागिबार निहाती आवश्यक रहिछि। कारण जदि आपण देखिबे
ପରେ ଦେଖନ୍ତୁ ହୋଶେୟ 4:6 ସେଠି ଲେଖା ଯାଉଛି ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି। ଦିନେ ପ୍ରଭୁଙ୍କର ଲୋକମାନେ ଏଇ ଜ୍ଞାନକୁ ହିଁ ସେମାନେ ମାଗିଲେ ନାହିଁ, ସେଥିପାଇଁ ଜ୍ଞାନର ଅଭାବ ସକାଶୁ ସେମାନେ କଣ ହେଇଛନ୍ତି? ବିନଷ୍ଟ। ଆଉ କାହା କଥା ଲେଖାଯାଏନି, ଆମ୍ଭର ଲୋକରେ ଷ୍ଟାର୍ଟ ହଉଛି। ଆମ୍ଭର ଲୋକମାନେ ସେମାନେ ଜ୍ଞାନକୁ ଅଗ୍ରାହ୍ୟ କରିଛନ୍ତି, ଏହେତୁ ଆମେ ତାଙ୍କୁ ଅଗ୍ରାହ୍ୟ କରିବା ବୋଲି କ୍ଲିଅରଲି ସେଇ ସ୍ଥାନରେ ଆମେ ଦେଖିବାକୁ ପାରୁଛୁ। ତେବେ ଆଜି ଆମେ ପ୍ରଭୁଙ୍କୁ ଜ୍ଞାନ ମାଗିବା, ଯେହେତୁ ଆମେ କେମିତି ଚଳିବା, କେମିତି ଆମେ ଜୀବନ ଧାରଣ କରିବା, ପରିବାରକୁ କେମିତି ଚଳିବା, ଅନୁଷ୍ଠାନକୁ କେମିତି ଚଳିବା, ମଣ୍ଡଳୀରେ କେମିତି ଆମେ ମାନେ ରହିବା, ଆମେ କେମିତି ଗୋଟେ ଆଦର୍ଶ ବିଶ୍ୱାସୀ ହେଇପାରିବା, ଗୋଟେ କେମିତି ଅନ୍ୟ ଉପରେ ପ୍ରଭାବଶାଳୀ ଜୀବନ କାଟି ପାରିବା, ଆମ ନିଜ ଜ୍ଞାନ ବୁଦ୍ଧି ଶକ୍ତି ସାମର୍ଥ୍ୟରେ ଆମେ କରିପାରିବାନି, ପ୍ରଭୁଙ୍କର ଜ୍ଞାନରେ ହିଁ ଆମେ କରିପାରିବା। ସେଥିପାଇଁ ଆମକୁ ଜ୍ଞାନର ନିହାତି ଆବଶ୍ୟକ ରହିଛି। ଆମେ ପ୍ରଭୁଙ୍କୁ ସବୁବେଳେ ଗୋଟିଏ ଯଦି ମାଗୁ, ଏଇ ବିଷୟଟି ମାଗୁ ଯଦ୍ୱାରା କି ପ୍ରଭୁ ଖୁସି ହେବେ, ଆଉ ବାକି ସବୁ ଜିନିଷ ଦେଇପାରିବେ। ବେଳେ ବେଳେ କଣ ହୁଏ, ଆମେ ନ ମାଗିବା ଜିନିଷକୁ ମାଗିଥାଉ, ମାଗିବା ଜିନିଷକୁ ମାଗି ନଥାଉ। ଯେତେବେଳେ ଆମେ ପ୍ରଭୁଙ୍କର ସନ୍ତୋଷ ପାତ୍ର ପାତ୍ରୀ ହଉ, ପ୍ରଭୁଙ୍କର ମନ ଜାଣିକି ସେଇ ବିଷୟଟି ମାଗିଲେ ବାକି ସବୁ ନ ମାଗିଥିଲେ ବି ପ୍ରଭୁ ଦେଇଦେବେ, ଯୋଉଟା କି ଆମେ ସଲୋମନଙ୍କ ଜୀବନରେ ଆମେ ଦେଖିବାକୁ ପାରୁଛୁ। ତ ସେଇଭଳି ଯାକୁବ ମଧ୍ୟ ଲେଖୁଛନ୍ତି, ଯାକୁବ ତାର 1:5 ସିଏ ବି ଲେଖୁଛନ୍ତି, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ। ତା ମାନେ ଆମ ସମସ୍ତଙ୍କୁ ଜ୍ଞାନର ହିଁ ଅଭାବ ରହିଛି। ଯାକୁବ କହିଲା ପରି ଆମେ ପ୍ରଭୁ ଦୋଷ ଧରନ୍ତି ନାହିଁ, ଆମେ ଯେତେବେଳେ ତାଙ୍କୁ ମାଗିବୁ ସେ ଆମକୁ ସେଇ ଜ୍ଞାନ ଦେବେ। ଆଉ ସେଦିନ ଯେମିତି ତାଙ୍କ ଲୋକମାନେ ବିନଷ୍ଟ ହେଇଥିଲେ, ଆମେ କେମିତି ଚାଲିବୁ, କେମିତି ଭାବରେ ଆମେ ଜଗତରେ ଜୀବନ କାଟିବୁ, ପ୍ରଭୁ ସବୁ ବିଷୟର ଜ୍ଞାନ ଆମକୁ ସେ କଣ କରିବେ? ପ୍ରଦାନ କରିବେ। ଏଇଟା ହଉଛି ପ୍ରଭୁଙ୍କର ସନ୍ତୋଷର ବିଷୟ। ଶେଷ ବିଷୟ ଆମେ ମାନେ ଶେଷ ବିଷୟ କହିବି, ଯୋଉଟା ହଉଛି କଲୋସୀ ତାର 3:20। କଲୋସୀ 3:20। ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର। ପିତାମାତାଙ୍କର ଆମେ କଣ କରିବା? ଆଜ୍ଞାବହ ହେବାର ଆବଶ୍ୟକ ରହିଛି। ଏଇଟା ହଉଛି କଣ? ପ୍ରଭୁଙ୍କ ଦୃଷ୍ଟିରେ ସନ୍ତୋଷଜନକ ବ୍ୟବହାର। ଏତଦ୍ ଦ୍ୱାରା ଆମେ ପ୍ରଭୁଙ୍କୁ କଣ କରିପାରିବୁ? ନା ସନ୍ତୋଷ କରିପାରିବୁ। କାରଣ ଏଇ ଶେଷ ସମୟର ଲକ୍ଷଣ ହଉଛି କଣ? ଲୋକମାନେ ପିତାମାତାଙ୍କର ଅବାଧ୍ୟ ହେବେ। ଏଇଟା ଲକ୍ଷଣ ଯୋଉଟା କି ଆମେ 2 ତିମୋଥୀ 3 ଆମେ ଦେଖିବାକୁ ପାରିବୁ। 2ର ଶେଷ ଭାଗ, ପିତାମାତାଙ୍କର ଏଇଟା ହଉଛି ଶେଷ କାଳର ଲକ୍ଷଣ। ତ ଏମିତି ହେବେ ପିଲାମାନେ କଣ କରିବେ? ନା ପିତାମାତାଙ୍କର ଅବାଧ୍ୟ ହେବେ। କିନ୍ତୁ ପ୍ରଭୁଙ୍କର ବାକ୍ୟ କହେ, ପ୍ରଭୁଙ୍କ ଦୃଷ୍ଟିରେ ଆମକୁ ସନ୍ତୋଷ ଭାଜନ ହେବାକୁ ହେଲେ ଆମେ ପିତାମାତାଙ୍କର କଣ କରିବା? ସମାଦର କରିବା, ପିତାମାତାଙ୍କର ଆଜ୍ଞାବହ ହେବା ଆବଶ୍ୟକ। ଆଜି ଆମେ ଦେଖୁ ଅନେକ ପିତାମାତା ଅବହେଳିତ ଅବସ୍ଥାରେ ରହିଛନ୍ତି, କିନ୍ତୁ ପ୍ରଭୁ ଆମଠାରୁ ସେଭଳି ଚାହାନ୍ତି ନାହିଁ। ଆମେ ସେମାନଙ୍କର ଯେମିତି କଣ ହେବା? ଆଜ୍ଞାବହ ହେବା, ସେମାନଙ୍କର ସମାଦର କରିବା, ଏହା ହିଁ ପ୍ରଭୁ ଆମଠାରୁ ଚାହାନ୍ତି। ତେବେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଆମେ ଯେମିତି ତାଙ୍କର ସନ୍ତୋଷ ଭାଜନ ହେଇପାରିବା। ବିଶ୍ୱାସ ଦ୍ୱାରା ଆମେ ତାଙ୍କର ସନ୍ତୋଷ ଭାଜନ ହେଇପାରିବା। ଆମେ ପ୍ରଭୁ ଭୟକାରୀ ହେବା ଦ୍ୱାରା ତାଙ୍କର ସନ୍ତୋଷ ଭାଜନ ହେଇପାରିବା। ଆମେ ପ୍ରଭୁଙ୍କର ରବ ଶୁଣିବା ଦ୍ୱାରା ତାଙ୍କର ସନ୍ତୋଷ ଭାଜନ ହେଇପାରିବା। ଆମେ ଉତ୍ତମ କର୍ମ କରିବା ଦ୍ୱାରା ଆମେ ପ୍ରଭୁଙ୍କର ସନ୍ତୋଷ ଭାଜନ ହେଇପାରିବା। ଆଉ ଆମେ ଯେତେବେଳେ ଗୋଟେ ଭିନ୍ନ ଲାଇଫ କାଟୁ, ଜଗତର ୱାର୍ଲଡଲି ଲାଇଫ ଠାରୁ ଆମେ ଭିନ୍ନ ହେଇଯାଉ, ସେତେବେଳେ ଆମେ ପ୍ରଭୁଙ୍କର ସନ୍ତୋଷ ପାତ୍ର ହେଇପାରିବା। ଆଉ ପ୍ରଭୁଙ୍କୁ ଜ୍ଞାନ ମାଗିବା ଦ୍ୱାରା ପ୍ରଭୁଙ୍କର ସନ୍ତୋଷ ପାତ୍ର ହେଇପାରିବା। ଆଉ କଣ? ନା ଯେତେବେଳେ ଆମେ ପିତାମାତାଙ୍କର ଆଜ୍ଞାବହ ହେଇଥାଉ, ସେତେବେଳେ ପ୍ରଭୁଙ୍କର ସନ୍ତୋଷ ପାତ୍ର ହେଇପାରିଥାଉ। ଏଇ କଥା ହିଁ ପାଉଲ କହୁଛନ୍ତି ଏଫେସୀ ମଣ୍ଡଳୀକେ, ପ୍ରଭୁଙ୍କର କଣ ସନ୍ତୋଷ ଜନକ ତାହା ତମେ କଣ କର? ବୁଝ। କିନ୍ତୁ ସେଦିନ ପ୍ରଭୁଙ୍କର ଲୋକମାନେ ପ୍ରଭୁଙ୍କର ସନ୍ତୋଷ ଭାଜନ ହେଇପାରି ନଥିଲେ। ଯଦି 1 କରନ୍ତି 10:5 ଆମେ ଦେଖିବା, ସେଠି ଲେଖା ଯାଉଛି, ତଥାପି ସେମାନଙ୍କ ମଧ୍ୟରୁ ଅଧିକ
ଅଧିକାଂଶ ଠାରେ ଈଶ୍ୱରଙ୍କ ସନ୍ତୋଷ ନଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ। ଯଦିବା ପ୍ରଭୁଙ୍କର ପ୍ରତିଜ୍ଞା ରହିଥିଲା, ଯେବେ ତମେ ପ୍ରଭୁଙ୍କର ସନ୍ତୋଷ ପାତ୍ର ହବ, ତେବେ ପ୍ରଭୁ ତମକୁ ସେଇ ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ପ୍ରବେଶ କରିବେ। କିନ୍ତୁ କଥା ହଉଛି କଣ ନା, ସେମାନଙ୍କର ଅଧିକାଂଶ ଠାରେ ପ୍ରଭୁଙ୍କର ଈଶ୍ୱରଙ୍କର ସନ୍ତୋଷ ନଥିଲା, ତେଣୁ କରି ସେମାନେ ସେଇ ଦେଶରେ ପ୍ରବେଶ କରିପାରିଲେ ନାହିଁ। ସେମାନେ ପ୍ରାନ୍ତରରେ ମୃତ୍ୟୁ ଭୋଗ କଲେ। ତ ଆଜି ଆମେ ଆମ ପାଇଁ ସୁଯୋଗ ରହିଛି, ଯେମିତି ଆମେ ସେଭଳି ନ ହଉ। ଆମେ ସବୁବେଳେ ଆମର ଲକ୍ଷ୍ୟ, ଆମର ଟାର୍ଗେଟ, ଆମେ ସବୁବେଳେ ପ୍ରଭୁଙ୍କର ସନ୍ତୋଷ ପାତ୍ର ପାତ୍ରୀ ହେବା, ଆଉ ପ୍ରଭୁ ଆମ ପାଇଁ ରଖିଥିବା ସେଇ ଉତ୍ତମ ଅନନ୍ତ ରାଜ୍ୟରେ ଆମେ ମାନେ ପ୍ରବେଶ କରିବା। ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଏଇ ଦିନ ମାନଙ୍କରେ ଆମେ ଏଇ ଯୋଉ ସୁନ୍ଦର ସୁଯୋଗ ପାଉ, ଆମେ ପ୍ରସ୍ତୁତିରେ ରହିଛୁ। ପ୍ରଭୁ ଆମକୁ ଆହୁରି ତାଙ୍କ ବାକ୍ୟ ଦେଇ ଶକ୍ତିଯୁକ୍ତ କରନ୍ତୁ ଏବଂ ତାଙ୍କ ପାଇଁକା ଆମକୁ ଆହୁରି ବଳିଷ୍ଠ କରନ୍ତୁ, ଆଗେଇ ନେଉଥାନ୍ତୁ। 2 Corinthy 5:9 ପାଠ କରିକି ଆମେ ମାନେ ଶେଷ କରିବା। 2 Corinthy 5:9। ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷ ପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା। ଆମେ ନିବାସୀ ହେଉ ବା ପ୍ରବାସୀ ହେଉ, ଆମର ଗୋଟିଏ ବାସନା ବା ଗୋଟିଏ ଇଚ୍ଛା ଆମ ମଧ୍ୟରେ ରହିବା ଆବଶ୍ୟକ, ମୁଁ କେମିତି ପ୍ରଭୁଙ୍କର ସନ୍ତୋଷ ପାତ୍ର ହେବି। ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ଅତି ସୁନ୍ଦର ବାକ୍ୟ ଦିଦି ଦେଲେ, ତାଙ୍କୁ ପ୍ରଭୁ ଆହୁରି ଆଶୀର୍ବାଦ କରନ୍ତୁ। ଆତ୍ମିକତାରେ ପ୍ରଭୁଙ୍କ ଠାରେ ଆହୁରି ସେ ବଢନ୍ତୁ, ଆଉ ଆଗାମୀ ଦିନ ମାନଙ୍କରେ ମଧ୍ୟ ଆମମାନଙ୍କୁ ସେ ଏହିପରି ବାକ୍ୟ ଦିଅନ୍ତୁ, ଅତି ଜୀବନ୍ତ ବାକ୍ୟ ସଦା